हसी उठिबा आमे हसिले से हसिबा आम दुखरे दुखी होइबा अगना हसी उठिबा हो अगना हसी उठिबा सुना पंजुरी रे हम आसिबे रे सारी सुना पंजुरी रे हम आसिबे रे सारी खाई बाबाई गड़ी पुतु बनार थाली हमें हसिले से हसिबा हम दुखरे दुखी होइबा अगना हसी उठिबा अगना हसी उठिबा टिके हसिबा टिके रुसिबा मिठा कथारे मन भरिबा अगना हसी उठिबा हो अगना हसी उठिबा स्वामी महाराणी आपण आपण पिता हबाकू जाउछंती महाराणी ये तुमे कौन कही जाउछो हे प्रभु जगतर नाथ जगन्नाथ कोटि कोटि ओडियांको आराध्य देवता जहांको नेत बड़ नेत जहांको देउल बड़ देउल जहांको दांड बड़ दांड शेषरे मते एते बड़ उपहार देदेल ठाकुरे एते बड़ उपहार देदेल स्वामी ए खुशी खबरटा जति आम आदर्श को जणैबा ताहले केमिति होंता स्वामी महाराणी ए तुमे कौन कही जाउछो ए पर्यंत तुमे मनीष चिन्हिबारे किछि बाकी रही जाइछो स्वामी से हेउछि जने मद्यप से हेउछि ए वंशर कलंक स्वामी प्रतिदिन से वेश्यालय को जाई केते जे कार्य करी अर्थ नष्ट करूछि ताहा कोन तुमे भल भाबरे जानिछो स्वामी आपण टिके चुप रहंतु ए देखो आदर्श आसुतंती ओहो महाराज विक्रमादित्य आय मेन मो बड़ भाई आपण एमिति रागुचंती काई आपण मथे भूली जाउछंती जे एही राजवंशटा आपणकर निज अर्जित संपत्ति रूप महाराज विक्रमादित्य
ଯଦି ତମେ ମତେ ପରିବାରର ସଦସ୍ୟ ବୋଲି ଭାବିଥାନ୍ତ ତାହେଲେ ମୋ ପରି ଗୋଟାଏ ଷଣ୍ଢକୁ ଗୋଟାଏ ସୁନ୍ଦରୀ ଝିଅଟିଏ ଦେଖି ହାତ ପୁତି ହାତ କରିଥାନ୍ତ। ଲାଜ ଲାଗୁନି ତତେ? ମହାମୂର୍ଖ, ଏ ବଂଶର କଳଙ୍କ। ନୀତି ମଦ୍ୟପାନ କରି ବେଶ୍ୟାଳୟ ଯାଇ ଏମିତି ଭାବରେ ଅର୍ଥ ଖର୍ଚ୍ଚ କରି ଚାଲିଛୁ। ତୋତେ ପୁଣି କେଉଁ ବାପ ତା ଝିଅକୁ ତୋ ହସ୍ତରେ ଛନ୍ଦି ଦେବ? ତୋତେ ଲଜ୍ଜା ଲାଗୁନି? ମହାରାଜ ବିକ୍ରମାଦିତ୍ୟ, ମୁଁ କହିବାକୁ ଚାହେଁଛି ଆପଣଙ୍କର ବିବାହର ଏତେ ବର୍ଷ ହେଲା ପରେ ମଧ୍ୟ ଆପଣ ପିତାର ସୁଖ ପାଇ ପାରିଲୁ ନା କାହିଁକି? ଯଦି ଆପଣଙ୍କ ସ୍ତ୍ରୀ ମା କେବେ ହୋଇନାହିଁ ତାହେଲେ ଆପଣ ଆଉ ଏକ ସ୍ତ୍ରୀ ବିବାହ କରୁନାହାନ୍ତି କାହିଁକି? ଆପଣଙ୍କ ବାପାଟାକୁ ଶୁଣିବାକୁ ଇଚ୍ଛା ହଉନି କାହିଁକି? ଏ ଆଦର୍ଶ, କାହିଁକି ଏପରି କଟୁ ବାକ୍ୟ କହି ଚାଲିଛୁ? କାରଣ ଆପଣ ଗୋଟାଏ ନପୁଂସକ। ଆଦର୍ଶ, ଆପଣ ଗୋଟାଏ ହିଜଡା। ଆଦର୍ଶ, ମହାରାଜ ଶ୍ରୀ ବିକ୍ରମାଦିତ୍ୟ, ନିଜ ସ୍ତ୍ରୀ କଥାରେ ପଡ଼ି ମତେ ଦେଇଥିବା ଚାବୁଡ଼ାର ପରିଣାମ ଅତି ଭୟଙ୍କର ହେବ। ମହାଭାରତ ସୃଷ୍ଟି ହେବ। ମହାଭାରତ ଆସୁଛି ବଡ଼ ଭାଇ, ନମସ୍କାର। ମହାରାଣୀ ସ୍ୱର୍ଣ୍ଣପ୍ରଭା, ଦେଖିଲ ନିଜ ଜନ୍ମ କଲା ସନ୍ତାନ ଭାବି ଏମିତି ଭାବରେ ମାର ମମତା ଦେଇଛ, ନିଜ ଭାଇକୁ ପୁତ୍ର ତୁଲ୍ୟ ମନେ କରିଛ। ହେଲେ ଆଜିର ଫଳ ପାଇଲ। ସେ କେଉଁ ବ୍ୟବହାର ଦେଇ ସେ ଚାଲି ଯାଉଛି? ସେ କ'ଣ ତମ ପନତକାଣିରେ ବନ୍ଧା ପଡ଼ିଛି? ଦେଖିପାରିଲ? ସେ ମଦ୍ୟପକୁ ଦେଖିପାରିଲ? ହେ ଭଗବାନ, ଏ ମୁଁ କ'ଣ କରିବି? କ'ଣ କରିବି ହେ ଠାକୁରେ? କେତେ ଆଶା କେତେ ସ୍ୱପ୍ନ ଦେଖିଥିଲି। ଭାଇ ନିଶ୍ଚୟ ମୋର ଆଦର୍ଶ, ତାର ନାମ ଯେମିତିକି ସେମିତି ଗୁଣ ଧରି ସେ କାର୍ଯ୍ୟ କରିବ, ହେଲେ ତା ବିପରୀତ ହୋଇଯାଇଛି। କ'ଣ କରିବି ହେ ଠାକୁରେ? ନା ମୁଁ ଭୁଲ କରିଛି ନା ଠିକ କରିଛି, କିଛି ବୁଝିପାରୁନି। ସେ ଧନ ସମ୍ପତ୍ତି ଉପରେ ଆଖି ଲଗାଇ ଭାଇ ଭାଇଙ୍କ ମଝିରେ ପାଚେରୀ ଠିଆ କରିବା ପାଇଁ ଚେଷ୍ଟା କରୁଛି। ଭଗବାନ, କ'ଣ କରିବି ମହାରାଣୀ? କିଛି ବୁଦ୍ଧି ଦେଖାଯାଉ ନାହିଁ ମୋତେ। ସ୍ୱାମୀ, ମହାରାଣୀ, ଆପଣ ଜମାରୁ ସେମିତି ଭାଙ୍ଗି ପଡ଼ନ୍ତୁନି ସ୍ୱାମୀ। ସେ ହେଉଛି ଆମ ପୁଅ। ମହାରାଣୀ, ଆଜି ସେ ଆମକୁ କିଛି କହିଦେଲା ବୋଲି ଆମେ କ'ଣ ଭାଙ୍ଗି ପଡ଼ିବା ସ୍ୱାମୀ? ନାଇଁ ସ୍ୱାମୀ, ନାଇଁ। ଆପଣ ଜମାରୁ ବି ସେମିତି କୁହନ୍ତୁନି। ଆପଣ ଜମାରୁ ବି ଭାଙ୍ଗି ପଡ଼ନ୍ତୁନି ସ୍ୱାମୀ, ଭାଙ୍ଗି ପଡ଼ନ୍ତୁନି। ମହାରାଣୀ, କ'ଣ କରିବି? ଆଜି ଯେ ମୁଁ ନିରୁପାୟ ହୋଇଯାଇଛି। ଭାଇ ମୋର ଆଦର୍ଶ ଏମିତି ଭାବରେ ଏ ନିଷ୍କଳଙ୍କ ରାଜ୍ୟରେ କଳଙ୍କ ବୋଳି ଦେବା ପାଇଁ ଚେଷ୍ଟା କରି ରାଜ ରାସ୍ତାରେ ଯେଉଁ ଇଜ୍ଜତ ନିଲାମ କରୁଛି, ତାରି ପ୍ରତିକାର କିଛି କରିପାରିବି ନା ନାହିଁ, କିଛି ମୋତେ ବୁଦ୍ଧି ଦେଖାଯାଉ ନାହିଁ ମହାରାଣୀ। ସ୍ୱାମୀ, ଆପଣ ଜମାରୁ ବ୍ୟାକୁଳ ହୁଅନ୍ତୁନି ସ୍ୱାମୀ। ଚାଲନ୍ତୁ ସ୍ୱାମୀ, ଆମେ ଚାଲିଯିବା ଆମ ବିଶ୍ରାମ କକ୍ଷକୁ। ଚାଲ ମହାରାଣୀ, ତେବେ ଚାଲନ୍ତୁ ସ୍ୱାମୀ। ସାଙ୍ଗେ ସାଙ୍ଗେ ଚାଲିଯିବା ଗ୍ରାମ କକ୍ଷକୁ।